ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଥିବା ଜଣେ ଦାଦନ ଶ୍ରମିକ ସଡ଼କ ଦୁର୍ଘଟଣାରେ ଗତ ଶନିବାର ଦିନ ପୂର୍ବାହ୍ନରେ ମୃତ୍ୟୁବରଣ କରିଥିବା ବେଳେ ଆଜି ପୂର୍ବାହ୍ନରେ ଜନ୍ମମାଟିକୁ ଫେରିଛି ତାଙ୍କ ମୃତଦେହ। ମିଳିଥିବା ସୂଚନା ଅନୁସାରେ ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟା ଗାଁର ମଦନ ଛତ୍ରିଆ ବୟସ 55 4 ମାସ ତଳେ ହାତରେ କାମ ନଥିବାରୁ ପତ୍ନୀ ସୂର୍ଯ୍ୟମଣିଙ୍କୁ ଘରେ ଛାଡ଼ିଦେଇ କର୍ମସଂସ୍ଥାନ ପାଇଁ ହାଇଦ୍ରାବାଦ ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ। 4 ମାସ ଧରି କାମ କରି ସାରିଥିବା ମଦନ ଗତ ଶନିବାର ଦିନ ସକାଳୁ କାମରେ ଯୋଗ ଦେବା ପାଇଁ ବାହାରିଥିବା ବେଳେ ଗାଡ଼ି ଧକ୍କାରେ ପ୍ରାଣ ହରାଇଥିଲେ। ଆଜି ସକାଳୁ ତାଙ୍କ ମୃତ ଶରୀର ଗାଁରେ ଏକ ଆମ୍ବୁଲାନ୍ସ ଯୋଗେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଛି। ସମ୍ପୃକ୍ତ କମ୍ପାନୀ ପକ୍ଷରୁ କ୍ଷତିପୂରଣ ବାବଦକୁ 2 ଲକ୍ଷ ଟଙ୍କା ଦେବା ସହିତ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ମୃତ୍ୟୁ ସୂଚନା ମିଳିବା ପରେ ଅଁଳାଭଟାର ସରପଞ୍ଚ ପ୍ରତିନିଧି ଚୂଡ଼ାମଣି ନାୟକ ହରିଶ୍ଚନ୍ଦ୍ର ଯୋଜନା ଅନ୍ତର୍ଗତ ସହାୟତା ରାଶି 1000 ଟଙ୍କା ଶୋକାକୁଳ ପରିବାରକୁ ପ୍ରଦାନ କରିଥିବା ସୂଚନା ରହିଛି। ହୀରାପୁର ସରପଞ୍ଚ ପ୍ରତିନିଧି ପରୀକ୍ଷିତ ନାୟକ ଅନ୍ତ୍ୟେଷ୍ଟିକ୍ରିୟାରେ ଉପସ୍ଥିତ ରହି ମୃତକଙ୍କ ପରିବାର ବର୍ଗକୁ ଆନୁଷଙ୍ଗିକ ସରକାରୀ ସହାୟତା ପାଇଁ ଦାବି ଜଣାଇଛନ୍ତି।